हेलो। ଆଜ୍ଞା ନମସ୍କାର କୁହନ୍ତୁ। ନାଇଁ ଆଜ୍ଞା ନମସ୍କାର କୁହନ୍ତୁନି, ନମସ୍କାର କହିଲେ ଭଲ ଲାଗୁନି ଆଉ ଆପଣ ଏଠି ଶୁଣିବାକୁ। ଆପଣ ଯୋଉ ରେକର୍ଡିଂ ରଖିନାହାନ୍ତି, ଯୋଉ ସ୍କ୍ରିନଶଟ ରଖିନାହାନ୍ତି, ମୋର କିଛି ପାରିବେନି ଆପଣ, ବୁଝିପାରିଲେ? ମୁଁ ଆପଣଙ୍କୁ ଆଗୁଆ କହିଦେଲି, ବୁଝିପାରିଲେ? ଯୋଉ କଥା କହୁନାହାନ୍ତି, ବୁଲଉନାହାନ୍ତି କଥା ସବୁଆଡେ, ଏ କଥା ଗୁଡା ଭଲ କଥା ନୁହଁ। ଏ କଥାରେ ସମସ୍ତେ ପଇସା ଖାଉଛନ୍ତି, ଆମେ ଏକୁଟିଆ ଖାଉନୁ, ସମସ୍ତେ ଖାଇଛନ୍ତି। ନାଇଁ ସାର୍ ଶୁଣନ୍ତୁ, ମୁଁ ସାରଙ୍କୁ ଖାଲି ପଚାରିଲି। ନାଇଁ ସାରଙ୍କୁ ନୁହଁ, ଅଫିସ ବାଲାଙ୍କ ପାଖକୁ ଖବର ଗଲା ତ, ମତେ ଖବର ଆଇଲା ଏଇନା, ବୁଝିପାରୁଛନ୍ତି ତ? ଆଜ୍ଞା ଆଉ ତମେ ଯାହାକୁ ପଚାରିନ ସେମାନେ ବି ମତେ କହିଛନ୍ତି, ହେଲା? ଯାହାକୁ ପଚାରୁଛ ତମେ, ଆଉ ଯୋଉ ମାନେ ପଇସା ଦେଇଛନ୍ତି ସେମାନେ କେବେ କେହି କାହାକୁ କହିବେନି ଯେ ଆମେ ପଇସା ଦେଇକି ଚାକିରି କରୁଛୁ, ହେଲା? ସିଷ୍ଟମ ଟୋଟାଲି ଏଠି କରପ୍ଟ, ଏଠି କେହି ଭଲ ଲୋକ ନୁହଁ, ହେଲା? ଓ ସାର୍ ମୁଁ ଦେଖୁଛି ହେଲା ମାନେ ମୁଁ ନାଇଁ ଦେଖୁଛି ନୁହଁ, ମୁଁ ଆଜ୍ଞା ଆପଣଙ୍କୁ କହୁଛି ବା, ଯଦି ଆପଣଙ୍କୁ ଚାକିରି ମୁଁ କରେଇ ପାଇଲି, ଆଜ୍ଞା ଚାକିରି ଖାଇଦବାର ଇଏ ବି ମୋ ପାଖରେ ଅଛି, କିଛି ବଡ କଥା ନୁହଁ। ନାଇଁ ସାର୍ ମୁଁ ଜାଣିଛି ସାର୍, ଟିକେ ସାର୍ ମୋ ରିକ୍ୱେଷ୍ଟ ଟିକେ ସାର୍ ଟିକେ ନାଇଁ ରଖନ୍ତୁ ଏଇଟା ସାର୍। ରିକ୍ୱେଷ୍ଟ ନୁହଁ, ଯୋଉ ହେଇକି ତମେ ଇଏ କରୁନ, ଏଇଟା କଣ କହିଲ ତାକୁ? ରେକର୍ଡିଂ ରଖିଲ, ରେକର୍ଡିଂ କରୁଛ, ଆଉ କଣ କରୁଛ, ସ୍କ୍ରିନଶଟ ରଖିଛ, କିଛି ଛୋଡି ପାରିବନି ତମ ମୋର। ଏବେ ବି କହିଦଉଛି ତମକୁ ଆଗରୁ, ହେଲା? ମାର୍କ ମାଇ ୱାର୍ଡସ୍, ହେଲା? ସରି ସାର୍ ମୁଁ ନାଇଁ ସାର୍ ସରି ଆପଣ ନୁହଁ, ନାଇଁ ସାର୍ ସରି ନୁହଁ, ନା ମୁଁ ଭଦ୍ରଲୋକ ଭଳିଆ ଆଜି ପର୍ଯ୍ୟନ୍ତ କଥା ହଉଥିଲି, ତମେ ମୋ ସାଙ୍ଗରେ ଭଦ୍ରଲୋକ ଭଳିଆ କଥା ହେଇନ, ହେଲା? ଏଇଟା ଅଭଦ୍ରାମୀର ଶେଷ ସୀମା, ଏଇଟା ବୁଝିପାରିଲ? କେତେ ଜଣଙ୍କୁ ପଚାରୁଛ ତମେ? ମୁଁ ସାର୍ ହେଲା କାହାରିକୁ ବି ପଚାରିନି, ମୋ ସାଙ୍ଗରେ ଯୋଉ ପିଲା ଯାଇଥିଲେ ମୁଁ ତାଙ୍କୁ ହିଁ ସାର୍ ଆରେ ଖାଲି ତମେ ପଚାରିଥିଲି। ଶୁଣ, ମୁଁ ତମକୁ କହୁଛି ବା, କହିଲି ତମେ ଯାହାକୁ ପଚାରିନ ସମସ୍ତଙ୍କ ପାଖକୁ ମୋ ପାଖକୁ ନ୍ୟୁଜ ଯାଇଛି। ନାଇଁ ନା ସାର୍ ସାର୍ ମୁଁ ସେ ପିଲା କିଏ? ସାର୍ ସମସ୍ତେ ପଚାରୁଛନ୍ତି ସେ ପିଲା କିଏ? ଯଦି ତମକୁ ଚାକିରି ଦବାଟା ଆମ ଭୁଲ ହେଲା, ଆମେ ଆମ ଭୁଲର ପରିତାପ ବି ଆମେ କରିପାରିବୁ, କିଛି ଅସୁବିଧା ନାହିଁ। ନାଇଁ ସାର୍ ମୁଁ ହେଲା? ଆପଣଙ୍କୁ ସାର୍ କ୍ଷମା ମାଗୁଛି ସାର୍, ସାର୍ ନାଇଁ ମୋର ଭୁଲ କ୍ଷମା ସାର୍। ନୁହଁ, ଆଉ ତମେ ରେକର୍ଡିଂ କରିପାରିବ କି କଥା? ତମେ ରେକର୍ଡିଂ କରୁନ, ମୁଁ ତମକୁ କହୁଛି ରେକର୍ଡିଂ କର, ନେଇକି ଶୁଣେଇବ, କାହାକୁ ଶୁଣେଇବ ଶୁଣାଅ, ହେଲା? ଯାହାକୁ ଶୁଣେଇ ପାରିବ ତମେ, କିଛି ଅସୁବିଧା ନାହିଁ, ଯାହାକୁ ଶୁଣେଇବ ଶୁଣା, ମୁଁ ତମକୁ କହିଦେଲି ଏଇଟା, ହେଲା? ବୁଝିପାରିଲ? ନାଇଁ ସାର୍ ମତେ ଟିକେ ସାର୍ କ୍ଷମା କରନ୍ତୁ ସାର୍, ମୁଁ ସାର୍ ନାଇଁ କ୍ଷମା ନୁହଁ, ନାଇଁ ସାର୍ କି କଥା? ତମର ଅସୁବିଧା ଥିଲା, ମୁଁ ସେଇ ଅସୁବିଧା ଟାକୁ ମୁଁ ବୁଝିଲି ତ, ସେଇଟା ମୋ ଭୁଲ ହେଇଗଲା। ନାଇଁ ସାର୍ ପ୍ଲିଜ ସାର୍ ମୋ କଥା ନା ଟିକେ ନା ସାର୍ ନା ନା ଶୁଣନ୍ତୁ ନା ସାର୍ ନା ପ୍ଲିଜ ନା ନା ସାର୍। ନା ଜମା କହିଲି ବା ସାର୍ ତମକୁ, ତମ ମୁଁ ଅସୁବିଧା ଆପଣଙ୍କୁ ଥିଲା ନା, ନାଇଁ ତମ ସାର୍ ଅସୁବିଧା ଟାକୁ ମୁଁ ବୁଝିଲି ତ, ସେଇଟା ନାଇଁ ମୋ ସାର୍ ଅସୁବିଧା ଥିଲା। ସାର୍ ଶୁଣନ୍ତୁ ସାର୍ ପ୍ଲିଜ ସାର୍, ମୁଁ ସାର୍ ଗୋଡ଼ ଧରିକି ଆପଣଙ୍କୁ ଭୁଲ ମାଗୁଛି ସାର୍। ମୁଁ ସାର୍ ସେମିତିକା ସାର୍ ମୋର କିଛି ମାନେ ମାଇଣ୍ଡରେ ସାର୍ ମୋର କିଛି ବି ନାହିଁ ସାର୍, କିନ୍ତୁ ମୁଁ ଦେବି ସାର୍, କିନ୍ତୁ ମୋ କଥା ଟିକେ ସାର୍ ପ୍ଲିଜ ତମ ସାର୍। ମାଇଣ୍ଡରେ କିଛି ନଥିଲା? ସାର୍ ମତେ ଟିକେ ସାର୍ ଦୟା କରନ୍ତୁ ସାର୍, ମୁଁ ସାର୍ ନାଇଁ କେବେ ତମ ମାଇଣ୍ଡରେ କିଛି ନଥିଲା, ତମେ ଏକଥା ପାଠ ପଢଉଛ ମତେ, ମୁଁ ଛୋଟ ଛୁଆ? ତମ ମାଇଣ୍ଡରେ ନଥିଲା, ତମେ ରେକର୍ଡିଂ କରି ରଖିଥିଲ? ନାଇଁ ସାର୍ ମୁଁ ସାର୍ ରେକର୍ଡିଂ ଅଟୋ କଲ୍ ରେକର୍ଡ ସାର୍ ଅଛି, କିନ୍ତୁ ସାର୍ ମାନେ ମୁଁ ରିଜିନ୍ ହଉଛି ସାର୍, ମାନେ ମୁଁ ଆଜି ଆଉ ସମ୍ଭାଳି ପାରିଲିନି ସାର୍, ମୁଁ ମାନେ କେତେ ଲୋକ ପାଖରେ ସାର୍ ମାନେ ହାତ ଦେଲି ସାର୍, ଆପଣ ବୁଝିପାରିବେନି ସାର୍। ନାଇଁ ତମେ ଏଇ ଯୋଉ ଜିନିଷ ମତେ କହିଲନି, ତମେ ଯାହାକୁ ଫୋନ, ତମେ କଣ ଭାବିଲ କଣ ତମେ ଯାହାକୁ ପଚାରୁଛ ସେମାନେ ଆମକୁ କହିବେନି ବୋଲି? ହଁ, କହିବି ସାର୍। ତାହେଲେ କିଏ ଲୋକ ଏଠି ଭଦ୍ର ଲୋକ ମତେ କହିଲ ଦେଖିଆ, କିଏ ଭଦ୍ର ଲୋକ ଏଠି? ଏଠି ଯୋଉ ମାନେ ପଇସା ନଉଛନ୍ତି, ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ପଇସା ଖାଉଛନ୍ତି ଏଠି, ସମସ୍ତେ, ଆଜ୍ଞା ହେଲା? ସାର୍ ଆଜ୍ଞା ସାର୍। ଏଠି କେହି ଭଦ୍ର ଲୋକ ନୁହଁ, ହେଲା? ଆଉ ତମେ ଯୋଉ ନିଜେ ଅତି ଚାଲାକ ହେଲେ କଣ ହୁଏ କହିଲ, କାଉ କୁହ ଖାଏ, ସାର୍ ବୁଝିପାରୁଛ ତ? ସାର୍ ଆଉ ଯିଏ ଅତି ଚାଲାକ କୁହନ୍ତି, ମୁଁ ଡାଇରେକ୍ଟ କହୁଛି ତମକୁ, ନାଇଁ ହେଲା? ସାର୍ ଦୟା କରନ୍ତୁ ସାର୍ ପ୍ଲିଜ ସାର୍, ମୁଁ ହାତ ଗୋଡ ଯୋଡୁଛି ସାର୍, ଆଉ ମୁଁ ସାର୍ ସେମିତି ସାର୍ ଭୁଲ ହବନି ସାର୍। ମୁଁ ବହୁତ ସାର୍ ଚେଷ୍ଟା କଲି ସାର୍, ପଇସା ଯୋଗାଡ଼ କରିପାରୁନି ସାର୍। ମୁଁ ତଥାପି ସାର୍ ହେଲା ମାନେ ମୁଁ ଗାଡିଟା ସାର୍ ଆଜି ଭଣ୍ଡା ଦେଇକି ସାର୍, ମୁଁ ଯେମିତି ହେଲେ ଆପଣଙ୍କୁ ସାର୍ ଆଜି ପଇସା ମୁଁ ପଠେଇବି ସାର୍। ନାଇଁ ତମେ ମତେ ସେଦିନ ଏଇ ପର୍ଟିକୁଲାର ଜିନିଷ କହିନଥିଲ ନା ସାର୍ କହିନଥିଲ? ସାର୍ ସାର୍ କହିଥିଲି କହିଥିଲ? ସାର୍ ସାର୍ ମୁଁ ତାପରେ ଦିନେ ତମକୁ ଫୋନ କରିଛି, କୋଉ ଦିନ? ନାଇଁ ସାର୍ ମୁଁ ସାର୍ ଜାଣିଛି ସାର୍, ମାନେ ନାଇଁ କାନ୍ଦିଆ ଦରକାର ନାହିଁ, ହେଲା? କାହା କାନ୍ଦ ଫାନ୍ଦ ଆମେ ସହିପାରିବୁନି ସେଇ ଜିନିଷ, କିନ୍ତୁ ତମେ ଯୋଉ ଜିନିଷ କଲନି, ଯୋଉ ରେକର୍ଡିଂ ରଖୁଛ ଆଉ ସ୍କ୍ରିନଶଟ ରଖୁଛ, ମୁଁ ଏବେ ବି କହୁଛି ତମକୁ, ଯଦି ସେତିକି ମୋର କ୍ୟାପାସିଟି ଥିଲା, ସାର୍ ତମକୁ ସାର୍ ଚାକିରି କରେଇ ଦବାର କ୍ୟାପାସିଟି ଥିଲା, ତମ ସାର୍ ଚାକିରି ସାର୍ ନେଇଯିବାର କ୍ୟାପାସିଟି ମୋ ପାଖରେ ଅଛି। ନାଇଁ ସାର୍ ମତେ ସାର୍ ଏଇଟା କିଛି କ୍ଷମା କରିପାରିବନି କରନ୍ତୁ ତମେ, ସାର୍ 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 ହେଲା? ସାର୍ ସାର୍ ଏବେ ବି କହୁଛି କିଛି କରିପାରିବନି, ଚ୍ୟାଲେଞ୍ଜ ଦେଇକି କଥାବାର୍ତ୍ତା କରୁଛି ମୁଁ ତମ ସହିତ। ଆଉ ତମେ ଯୋଉ କମ୍ପାନୀରେ ଚାକିରି କରୁନ, ସେ କମ୍ପାନୀ ଆସିକି ଆମ ଗୋଡ ଧରେ। ସାର୍ ହ୍ୟାଲୋ।
ହଁ ଆଜ୍ଞା ସାର୍ ମୁଁ କହିଲି ସାର୍ ମତେ ଟିକେ ଘଣ୍ଟାଟେ ସାର୍ ଟାଇମ୍ ଦିଅନ୍ତୁ ସାର୍ ମୁଁ ଯେମିତି ହେଲେ ଯେତିକି ପଇସା ପାଉଛି ସାର୍ ଯୋଗାଡ଼ କରିକି ସାର୍ ଦଉଛି ସାର୍। ନାଇଁ ନାଇଁ ଘଣ୍ଟାଟେ ତମେ ଟାଇମ ନେଲ ଘଣ୍ଟାଟେ ସେଇଟା ବଡ କଥା ନୁହଁ। ତମେ ଘଣ୍ଟାଟେ ଛାଡିକି ଦିନେ ଟାଇମ ନଉନ ତମକୁ କିଏ ମନା କରୁଛି? ତମକୁ କିଏ ମନା କରୁଛି କି ମତେ କହୁନ? ନାଇଁ ସାର୍ ତମକୁ କେତେ ଦିନ ଟାଇମ ଦିଆହେଲା? ତମେ ନିଜେ ମନରେ ମାନୁନ। ସାର୍ ମତେ ସାର୍ ଟାଇମ୍ ଦେଇଛନ୍ତି ସାର୍ ସାର୍ ମୋର ନାଇଁ ମାନେ ନାଇଁ କେତେ ଦିନ ଟାଇମ ଦିଆଯାଇଛି ତମକୁ? ସାର୍ 7-8 ଦିନ ଟାଇମ୍ 10 ଦିନ କେତେ ଭଳିଆ ଦିନ? ଉପରେ ହବ 10-15 ଦିନ ହବ ସାର୍। 14 ଦିନ ଟାଇମ ଦିଆହେଲାଣି ତମକୁ। 14 ଦିନରେ 14 ଥର ଲୋକ କଲ୍ କରୁଛନ୍ତି। ଆମେ ସାର୍ ସାର୍ ଥରେ କଲ୍ କରୁଛୁ କୋଉଦିନ? ନାଇଁ ସାର୍ ତାହେଲେ ତମେ ରେକର୍ଡିଂ କଣ ରଖୁଛ? ଡରଉଛ? ନାଇଁ ସେ ସାର୍ ଡରା ଡରି ଆମକୁ କରିବନି ବୁଝିପାଇଲ? ସେ ଆଉ କାହାକୁ ଡରେଇବ। ଆମେ ସେମିତିଆ ଇଏ ନୁହଁ ଯେ ଆମକୁ ତମେ ଡରେଇକି ଏଇ ସବୁ ଜିନିଷ ଉଖାଡି ପକେଇବ ଆମର ସବୁ ହେଲା।